ବଡ କଙ୍କଡା ବଞ୍ଚିଛି। ବର୍ତ୍ତମାନ ଆମର ଧୁଆ ଧୁଇ କାର୍ଯ୍ୟକ୍ରମ ଶେଷ ନା କଣ? ଧୋଇବା କାର୍ଯ୍ୟ ଶେଷ, ଏବେ ରୋଷେଇ ବାସ ହବ। ହ୍ୟାଲୋ ସାଙ୍ଗମାନେ, ଆମର ବର୍ତ୍ତମାନ ରୋଷେଇ ଚାଲିଲା। ଏବେ ଆମର ଆଜି ମାଢୁଆ କଙ୍କଡା ରୋଷେଇ ହବ, ଚିଙ୍ଗୁଡି ସହିତ ମାଢୁଆ କଙ୍କଡା ରୋଷେଇ ହବ। ଆଉ ପଞ୍ଚୁକରେ ଆମେ ପାଳିଥିଲୁ, ପଞ୍ଚୁକ ସରିଗଲା, ଏବେ ଖାଇବା ପିଇବା ଆରମ୍ଭ ହବ। ଏପଟରେ ମୋ ପୁଅ କାନ୍ଦିଲାଣି। ଧନର କଣ ହେଇଛି? କଣ ହେଇଛି ଧନର? କାହିଁ କାନ୍ଦୁଛୁ? ଏ ରୋଷେଇ ହଉଛି ବା, ଖାଇବା ମାଢୁଆ କଙ୍କଡା ଚିଙ୍ଗୁଡି ହଉଛି, ଖାଇବାନି? ମୋ ପୁଅ ଖାଇବାନି? କଣ? ଚିଙ୍ଗୁଡି ଚାଲିଛି, ଚିଙ୍ଗୁଡି ରୋଷେଇ ହଉଛି, ରୋଷେଇ ଚାଲିଛି। ଏପଟେ ସବୁଦିନ ରୋଷେଇ କରୁଛନ୍ତି, ଏପଟେ ଆମ ପୁଅଟା ଭାରି ଚଗଲା ହଉଛି। କଣ କରିବା, ଛୋଟ ପୁଅଟା କନ୍ଦା କଟା କରୁଛି। ଏଇ ଜମା ନିଦ ହଉନି, ଜମା ନିଦ ହଉନି, ନିଦ ହଉନି, ଜମା ନିଦ ହଉନି ତାକୁ। ଏଇ ରୋଷେଇ ଚାଲିଛି, ଆମର ଚିଙ୍ଗୁଡି ଭଜା ବର୍ତ୍ତମାନ ପାଇଁ ଚାଲିଛି। ମସଲା ଦିଆ ମସଲା ଦେଇକି କରାହୁଏ ନା? ଦେଖିବା କଣ ହଉଛି। ଦେଖନ୍ତୁ ସାଙ୍ଗମାନେ, କେତେ ଭଲ ଭାବରେ ହେଇଛି ଦେଖନ୍ତୁ। ଟିକେ ପୁଡ଼ପୁଡ଼ିଆ ଟିକେ ହେଇଛି। ଏଇଟା ହଉଛି ଗୋଟେ ଉଠା ଚୁଲି ହେଇଛି ଆମର, ଏଇଠି ରୋଷେଇ ହଉଛି। ଦେଖନ୍ତୁ କଙ୍କଡା ପଡିଲା ଆମର, ଦେଖନ୍ତୁ ପଞ୍ଚୁକ ପରେ ଆମର ସବୁଦିନ ପୁରା ରାଗିକି ରହିଥିଲେ ଖାଇବା ପାଇଁ, ନା କଣ? ରାଗିକି ରହିଥିଲା ନା କଣ? ଦେଖନ୍ତୁ କଙ୍କଡା ରୋଷେଇ ବର୍ତ୍ତମାନ ଚାଲିଛି। ଆଉ କେତେ ସମୟ ଲାଗିଯିବ। ମାଢୁଆ କଙ୍କଡା ବଡ ବଡ ସାଇଜର କଙ୍କଡା ଆସିଛି ଏଥର। ଅରୁଆ ହେଇ ସେପଟେ ଦେଖନ୍ତୁ, ଏଇ ମୋ ପୁଅ ତାର ଭାରି ହଇରାଣ କରୁଛି, ଭାରି ଗେଲା ହବାକୁ ଚାହୁଁଛି। କଣ କରିବା? ଏ ସବୁଜିମା ଆଉ ମୋ ପୁଅ ଏଇ ତାଙ୍କର ଖେଳୁଛନ୍ତି ଦି ଜଣ। ପୁଅ ତା ସେପଟେ ଶୋଉନି ଜମା। ଗୋଟେ ଦେଖନ୍ତୁ ଟିକେ ଟିକେ ଧୂଆଁ ବି ହଉଛି। ଏବେ ଡରିଲେ କିଛି ନାହିଁ। ଆଉ କଙ୍କଡା ହେଇ ଦେଖନ୍ତୁ, ବଢିଆ ଏକ ନମ୍ବର କଙ୍କଡା ହେଇଛି ଏଥର। ଆଉ ମାତ୍ର କିଛି ସମୟ ପରେ କଙ୍କଡା ଆମର ରେଡି ହେଇଯିବ। କିନ୍ତୁ ସମ୍ପୂର୍ଣ୍ଣ ରୂପେ ଆମର ତରକାରୀ ପ୍ରସ୍ତୁତ ହେଇଯାଇଛି। ଆଉ ସବୁ ଜାଣି ଟିକେ ଦେଖେଇବେ, ଟିକେ ଆଡ଼େ ଟିକେ ଦେଖାନ୍ତୁ କଣ କେମିତି ତରକାରୀଟା ଆମର ହେଇଛି। ଝୋଳ ଟିକେ ରହିଛି, ବହୁତ ବଢିଆ ହେଇଛି ତରକାରୀଟା ଆମର। ଏବେ ଖାଲି ଖିଆ ପିଆ ହବ ଆଉ। ଦେଖନ୍ତୁ ତରକାରୀ ଆମ ପୁରା ପ୍ରସ୍ତୁତ। ଆଉ ସବୁ ଜିନିଷ ସେପଟେ ଦେଖନ୍ତୁ, ରୋଷେଇ କରି କରି ପିଲାଟା ପୁରା ଥକି ଯାଇଛି ନା? ଥକି ନା?